ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্রোতা বন্ধু, প্রভু খ্ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାର୍କୋଲିତ ସୁସମାଚାର 15 ଅଧ୍ୟାୟର 37 ପଦରେ ଆମେ ପଢ଼ୁ, କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣ ତ୍ୟାଗ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଆପଣା ପ୍ରାଣ ତ୍ୟାଗ କରିବା ପୂର୍ବରୁ ଉଚ୍ଚସ୍ୱର କରି କହିଲେ, ସମାପ୍ତ ହେଲା। ବ୍ୟବସ୍ଥା ଭାବବାଦୀମାନଙ୍କ ଭାବବାଣୀ ସଫଳ କରିଥିବା ପ୍ରଭୁ ଯୀଶୁ କ'ଣ ସମାପ୍ତ କଲେ ବା ସଫଳ କଲେ, ତାହା ମାନେ ଦେଖିବା। ଏବ୍ରୀ 10 ଅଧ୍ୟାୟର ପ୍ରଥମ ପଦରେ କୁହାଯାଇଛି ଯେ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟାସ୍ୱରୂପ ଅଟେ। ଏଇଠାରେ ଆଗାମୀ ଉତ୍ତମ ବିଷୟ ଦ୍ୱାରା ଆମକୁ କ'ଣ କୁହାଯାଉଛି? ଆମେ ଦେଖୁ ଯେ ଇସ୍ରାଏଲୀୟମାନଙ୍କୁ ଦତ୍ତ ବ୍ୟବସ୍ଥା ଅନୁସାରେ ପାପ ପାଇଁ ବିଭିନ୍ନ ପ୍ରକାରର ବଳି ଉତ୍ସର୍ଗ କରାଯାଉଥିଲା। ମାତ୍ର ପଶୁମାନଙ୍କ ରକ୍ତ ଦ୍ୱାରା ମନୁଷ୍ୟର ପାପ ପୂର୍ଣ୍ଣ ରୂପେ ଦୂର ହୋଇପାରୁନଥିଲା। ସୁତରାଂ ଯେଉଁ ବଳି ସବୁ ଉତ୍ସର୍ଗ କରାଯାଉଥିଲା ସେହିସବୁ ବାରମ୍ବାର ପାପ ସ୍ମରଣ କରାଉଥିଲା। ଏହି କାରଣରୁ ମାନବର ପାପର ସମ୍ପୂର୍ଣ୍ଣ ସମାଧାନ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସିଲେ। ଯେପରି ବର୍ଷକୁ ବର୍ଷ ପ୍ରଧାନ ଯାଜକ ପଶୁର ରକ୍ତ ନେଇ ମହାପବିତ୍ର ସ୍ଥାନକୁ ଯାଉଥିଲେ, ସେହି ଅନୁସାରେ ପ୍ରଭୁ ଯୀଶୁ ବାରମ୍ବାର ବଳି ଉତ୍ସର୍ଗ କରିବା ଆବଶ୍ୟକ ନଥିଲା। ସେ ଏକାଥରକେ ଆପଣାକୁ ବଳିଦାନ କରି ପାପ ହରଣ କରିବାକୁ ଚାହୁଁଥିଲେ। ଈଶ୍ୱରଙ୍କର ଯୋଜନା ଅନୁସାରେ ଖ୍ରୀଷ୍ଟ ଅନେକଙ୍କ ପାପ ଆପେ ବହନ କରି ଏକାଥରକେ ବଳୀକୃତ ହେଲେ। ଏହି ବଳିଦାନ କେତେକ ବୈଶିଷ୍ଟ୍ୟତା ରହିଛି, ଆଉ ସେଗୁଡ଼ିକ ଏହିପରି। ଏହା କୌଣସି ପଶୁ ବା ପକ୍ଷୀର ବଳିଦାନ ନଥିଲା, ବରଂ ସ୍ୱୟଂ ଶ୍ରେଷ୍ଠ ମହାଯାଜକ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମ ବଳିଦାନ ଥିଲା। ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଯାଜକ ତଥା ଈଶ୍ୱରଙ୍କ ମନୋନୀତ ମେଷଶାବକ ରୂପରେ ଉତ୍ସର୍ଗୀକୃତ ହେଲେ। ଏହା ଏପରି ସମ୍ପୂର୍ଣ୍ଣ ବଳିଦାନ ଥିଲା ଯେ ଏହାପରେ ଆଉ କୌଣସି ବଳିଦାନର ଆବଶ୍ୟକ ରହିଲା ନାହିଁ। ଏହି କାରଣରୁ ଈଶ୍ୱରଙ୍କର ଯୋଜନା ଅନୁସାରେ ସେ ଆପଣାକୁ ସମ୍ପୂର୍ଣ୍ଣ ରୂପେ ବଳି ଉତ୍ସର୍ଗ କଲେ। ତେଣୁ ସେ ପିତାଙ୍କୁ କହିଲେ, ସମାପ୍ତ ହେଲା। ଏବ୍ରୀ 10 ଅଧ୍ୟାୟର 10 ପଦରେ ଏହିପରି କୁହାଯାଏ, ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ପୁନରା 14 ପଦରେ ଏପରି ଲେଖା ଅଛି, କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ଏହାପରେ ଈଶ୍ୱର କହନ୍ତି, ସେମାନଙ୍କ ପାପ ଓ ସେମାନଙ୍କର ଅପରାଧ ସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ତେଣୁ ଯେଉଁ ପାପ କ୍ଷମା କରାଯାଇଅଛି ସେହି ସବୁ ପାଇଁ ଆଉ କୌଣସି ବଳିଦାନର ଆବଶ୍ୟକ ନାହିଁ। ଏହି ରୂପେ ଯେଉଁ ଖ୍ରୀଷ୍ଟ ଆପଣାକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ କଲେ, ତାହାଙ୍କର ସେହି ବଳିଦାନ ଓ ପୁନରୁତ୍ଥାନରେ ବିଶ୍ୱାସ କରି ଆମେ ପାପ କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରୁ। ଏହିପରି କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ।